ଇନ୍ଧନ ସଞ୍ଚୟ ଓ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ତଲସରା ପୋଲିସ ପକ୍ଷରୁ। ଦେଶରେ ପେଟ୍ରୋଲ ଓ ଡିଜେଲର ବ୍ୟବହାର ନିୟନ୍ତ୍ରଣ ତଥା ସୀମିତ ଉତ୍ସର ସଂଗ୍ରହ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗକୁ ଆସିଛି ପୋଲିସ ପ୍ରଶାସନ। ସର୍ବସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ତଲସରା ପୋଲିସ ପକ୍ଷରୁ ଏକ ବିଶାଳ ସାଇକେଲ ର୍ୟାଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ର୍ୟାଲି ମାଧ୍ୟମରେ ପୋଲିସ ଅଧିକାରୀମାନେ ନିଜେ ସାଇକେଲ ଚଲାଇ ଲୋକଙ୍କୁ କମ୍ ଦୂରତା ପାଇଁ ଗାଡ଼ି ବଦଳରେ ସାଇକେଲ ବ୍ୟବହାର କରିବାକୁ ବାର୍ତ୍ତା ଦେଇଛନ୍ତି। ଏଥିରେ ଅଞ୍ଚଳର ଯୁବପିଢ଼ି ବହୁ ସଂଖ୍ୟାରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ପୋଲିସ ଅଧିକାରୀ କର୍ମଚାରୀମାନେ ହାତରେ ସଚେତନତା ପ୍ଲାକାର୍ଡ ଧରି ସାଇକେଲ ଚଳାଉଛନ୍ତି। ଦେଶରେ ଗାଡ଼ି ମୋଟର ସଂଖ୍ୟା ବଢ଼ିବା ସହ ପେଟ୍ରୋଲ ଓ ଡିଜେଲର ବ୍ୟବହାର ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଆଗାମୀ ଦିନ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏହି ପରିପ୍ରେକ୍ଷୀରେ ଇନ୍ଧନର ସଦୁପଯୋଗ ଓ ସଞ୍ଚୟ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ସୁନ୍ଦରଗଡ଼ର ତଲସରା ପୋଲିସ ବେଶ୍ ଗମ୍ଭୀରତାର ସହ ଗ୍ରହଣ କରିଛି। ତଲସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଏକାଠି ହୋଇ ଅଞ୍ଚଳ ପରିକ୍ରମା କରିଛନ୍ତି। କେବଳ ଇନ୍ଧନ ସଞ୍ଚୟ ନୁହେଁ, ବରଂ ସାଇକେଲ ଚଳାଇବା ଦ୍ୱାରା ଶାରୀରିକ ସୁସ୍ଥତା ଏବଂ ବାୟୁ ପ୍ରଦୂଷଣ କିପରି କମିପାରିବ ସେ ନେଇ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଇଛନ୍ତି। ସାଇକେଲ ରେଡି ବଜାର ଏବଂ ଜନଗହଳି ପୂର୍ଣ୍ଣ ରାସ୍ତା ଦେଇ ଗତି କରୁଛି। ପୋଲିସ ଟିମ୍ ସାଧାରଣ ଲୋକଙ୍କୁ ଲିଫଲେଟ୍ ମଧ୍ୟ ବାଣ୍ଟୁଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଏହି ଛୋଟ ପ୍ରୟାସ ଆରମ୍ଭ କରିବା ସହିତ ପେଟ୍ରୋଲ ଡିଜେଲ ସୀମିତ ବ୍ୟବହାର ଦ୍ୱାରା ଆମ ଦେଶରେ ଅର୍ଥନୀତି ଓ ପରିବେଶକୁ ସୁରକ୍ଷିତ କରିପାରିବା ପାଇଁ ସମସ୍ତଙ୍କୁ ତଲସରା ଥାନା ଅଧିକାରୀ ଶ୍ରୀମତୀ ଯଶୋବନ୍ତୀ ବାଗ ଅନୁରୋଧ କରିବା ସହିତ ଅତି କମ୍ରେ ଛୋଟ ଛୋଟ କାମ ପାଇଁ ବାଇକ୍ ବା କାର୍ ବ୍ୟବହାର ନ କରି ସାଇକେଲ ଚଳାଇବା କିମ୍ବା ଚାଲି ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ତଲସରା ଥାନା ଏଆଇସି ସୁଭାଷ ଚନ୍ଦ୍ର ମିରିକ ପରିଚାଳନା କରିଥିଲେ। ତଲସରା ପୋଲିସର ଏହି ପଦକ୍ଷେପ ଆଗାମୀ ଦିନରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏବଂ ଲୋକେ ନିଜ ଦୈନନ୍ଦିନ ଜୀବନରେ ଇନ୍ଧନ ସଞ୍ଚୟ ପ୍ରତି ଅଧିକ ସତର୍କ କରାଇବ ବୋଲି ଆଶା କରାଯାଉଛି। ସୁନ୍ଦରଗଡ଼ରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।